ସେଇ ରାତି କିଟୁମିଟ ଅନ୍ଧାର ସୁନସାନ ରାସ୍ତା ଦୂରଦୂରାନ୍ତ ଯାଏ କାହାରି ଦେଖା ନଥାଏ। ମଝି ମଝିରେ ରାସ୍ତା କଡ଼ରେ ଗୋଟେ ବତି ଖୁଣ୍ଟ, ବାକି ମିଞ୍ଜି ମିଞ୍ଜି ଜହ୍ନ ଆଲୁଅ ଭରସା। ଏକା ଚାଲିଛି ଦିବ୍ୟାସା, ଖାଲି ପାଦ। ଡାହାଣ ହାତରେ ତାର ଜୋତା ହଳକ, ବାମ ହାତରେ ଭ୍ୟାନିଟି ବ୍ୟାଗ। ଆଖିରୁ ଲୁହ ଅନବରତ ବୋହି ଚାଲିଛି। ମୋଡ଼ି ଯାଇଥିବା ପାଦ ଗଣ୍ଠିରେ ଖୁବ୍ ଜୋରସେ ଭିଡ଼ା ହେଇଥିବା କ୍ରେପ୍ କପଡ଼ାଟା ବି ତାର ଚାଲି ସଳଖି ଦେବାକୁ ଅସମର୍ଥ ମନେ ହେଉଛି। ରାତି ପ୍ରାୟ 10:30 ହେବ। ଘରୁ, ଶାଶୁଘରୁ ପାଦ କାଢ଼ି ଚାଲି ଆସିଛି ସିଏ। ସହର ପାର୍ଶ୍ୱବର୍ତ୍ତୀ ଇଲାକା ହୋଇଥିବାରୁ ଜନଶୂନ୍ୟ, ତଥାପି ଏକା ମାଡ଼ି ଚାଲିଛି ଦିବ୍ୟାସା। ସହର ମଝାମଝି ଥିବା ମା ଅଙ୍କ ଘର, ତା ନିଜ ଘର ଅଭିମୁଖେ। ଏକୁଟିଆ ମାର ଅଲିଅଳି ସନ୍ତାନ ସେ। ମାଙ୍କ ସରକାରୀ ଚାକିରି ଖଣ୍ଡିକ ଯୋଗୁଁ ଅର୍ଥର ସେପରି କିଛି ଅଭାବ ନଥିଲେ ବି କେତେ କଷ୍ଟରେ ମା ତାକୁ ଏକା ବଡ଼ କରିଛନ୍ତି। ତାଙ୍କରି ହିଁ ଅବିରତ ପ୍ରେରଣା ଯୋଗୁଁ ସେ ଆଜି ନିଜ ଗୋଡ଼ରେ ଠିଆ, ଉଚ୍ଚ ପଦବୀରେ ଅଧିଷ୍ଠିତା। କିନ୍ତୁ ତାର ସବୁ ପଦବୀ ଆଜି ହାର ମାନିଛି ସାମାଜିକ ଭେଦଭାବ ଓ ପୁରୁଷର ଅହମିକା ଅଗରେ। ଦିନ କେଇଟାରେ ମଣିଷଗୁଡ଼ା କେତେ ବଦଳି ଯାଆନ୍ତି ସତେ। ଏଇ କିଛି ଦିନ ଆଗରୁ ତ ଜୀବନଟା ତାର ସ୍ୱପ୍ନ ପରି ମନେ ହେଉଥିଲା। ନିଜ ମନର ମଣିଷକୁ ଜୀବନ ସାଥୀ ରୂପେ ବାଛିଥିଲା, କେତେ ସୁଯୋଗ୍ୟ ପ୍ରସ୍ତାବକୁ ପାଦରେ ଏଡ଼ାଇ ଦେଇ। ମା ମଧ୍ୟ ଝିଅର ଖୁସି ଆଗରେ ମଥାନତ କରିଥିଲେ। ଏକେ ତ ଶାଶୁଘର ପାଖରେ, ସିଏ ବିବାହ ପରେ ମଧ୍ୟ ମା'ର ଦେଖାଶୁଣା କରିପାରିବ। ପୁଣି ଶାଶୁ ଶ୍ୱଶୁର ସମାଜରେ ଭଦ୍ର ଓ ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକ। ସ୍ୱାମୀ ତ ତାର ପଢ଼ା ଦିନରୁ ପସନ୍ଦର ମଣିଷ। ତତସହିତ ଶାଶୁଘର ଲୋକଙ୍କର ବିବାହ ପରେ ତା ମାକୁ ସେମାନଙ୍କ ଘରକୁ ନେଇ ଯିବାର ପ୍ରସ୍ତାବ। ନିଜ ପଦକ୍ଷେପ ଉପରେ ବିଶ୍ୱାସକୁ ତାର ଆହୁରି ଦୃଢ଼ୀଭୂତ କରାଇଥିଲା। ମା କଦାପି ତା ଝିଅର ଶାଶୁଘରେ ରହିବାକୁ ରାଜି ହେବନି ଜାଣିଥିଲେ ମଧ୍ୟ ଶାଶୁ ଶ୍ୱଶୁରଙ୍କ ଚିନ୍ତାଧାରା ପାଇଁ ସେମାନଙ୍କୁ ମନଭରି ସମ୍ମାନ କରିଥିଲା ଏବଂ ଅତି ଆନନ୍ଦରେ ସ୍ୱାମୀଙ୍କର ଧର୍ମପତ୍ନୀ ସାଜି ଶାଶୁ ଶ୍ୱଶୁର ସ୍ୱାମୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲା। ସଂସାର ଗଢ଼ିବାର କିଛି ଦିନ ଅନ୍ତରାଳେ ସବୁ କିଛି ନିଜ ସ୍ୱପ୍ନ ଠାରୁ ଭିନ୍ନ ମନେ ହୋଇଥିଲା ତାକୁ। ଭିନ୍ନ ମନେ ହୋଇଥିଲେ ସମସ୍ତେ, ସେ ମନ ପସନ୍ଦର ମଣିଷଟା ମଧ୍ୟ। ମା ଅଙ୍କ ଭଲ ମନ୍ଦ ବୁଝିବା ତ ବହୁ ଦୂର। ତାଙ୍କ ପାଖକୁ ସେମାନେ ନା ନିଜେ ଯାଉଥିଲେ, ନା ତାକୁ ଯିବାକୁ ଦେବାରେ ଇଚ୍ଛୁକ ଥିଲେ। ନିଜଠାରୁ ନିଜ ପତ୍ନୀର ଉଚ୍ଚ ପଦବୀ ଓ କେଇଗୁଣା ଅଧିକ ଆୟକୁ ବରଦାସ୍ତ କରି ପାରୁ ନଥିଲା ସ୍ୱାମୀଙ୍କ ପୁରୁଷପଣିଆ। କଥା କଥାକେ ଯୁକ୍ତି, ରାଗ, ଉଚ୍ଚ ସ୍ୱରରେ କଥାବାର୍ତ୍ତା ସ୍ୱାମୀଙ୍କର ନୀତିଦିନିଆ ପାଠ୍ୟକ୍ରମ ହେବାକୁ ଲାଗିଥିଲା। ଶାଶୁ ଶ୍ୱଶୁର ମଧ୍ୟ ପୁତ୍ର ପ୍ରେମରେ ଭୁଲ ଠିକ ବିଚାର ଠାରୁ କୋଷେ ଦୂରରେ ଥାନ୍ତି। ଧୀରେ ଧୀରେ ସମ୍ପର୍କରେ ତିକ୍ତତା, ତାପରେ ଅତି ପ୍ରତ୍ୟାଶିତ ବିରାଟ କଳହ। ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇ ପଡ଼ିବାରୁ ଏବଂ ଦିବ୍ୟସା ମାନସିକ ଚାପରେ ଅସୁସ୍ଥ ହୋଇଯିବାରୁ ଝିଅର ଦେହ ଖରାପ କଥା ଶୁଣି ମା ଯାଇ କିଛିଦିନ ମଞ୍ଜୁରୀ ନେଇ ଝିଅକୁ ଘରକୁ ଆଣିଥିଲେ। ଦିବ୍ୟସା କିନ୍ତୁ ସୁସ୍ଥ ହେଲା ପରେ ମଧ୍ୟ ଶାଶୁଘର ଫେରି ଯିବାକୁ ସମ୍ପୂର୍ଣ୍ଣ ଅମଙ୍ଗ ହୋଇଥିଲା। ସେଥିରେ ମାଙ୍କ ସନ୍ଦେହ ଘନୀଭୂତ ହୋଇଥିଲା ଏବଂ କୌଣସି ମତେ ଦିବ୍ୟସା ଠାରୁ ସମସ୍ତ କଥା ଶୁଣିବା ପରେ ମା ତାକୁ ତାଙ୍କ ଚିନ୍ତା ଛାଡ଼ି ନିଜ ଘର ସଂସାର ସଜାଡ଼ିବାକୁ ଯଥାସମ୍ଭବ ବୁଝାଇଥିଲେ। କିନ୍ତୁ କଥା ଖାଲି ମାଙ୍କ ଦାୟିତ୍ୱ ବୁଝିବା ନ ବୁଝିବାର ନୁହେଁ, ଥିଲା ତା ଆତ୍ମସମ୍ମାନର ମଧ୍ୟ। ସେଥିପାଇଁ ରାଜି ହୋଇନଥିଲା ସିଏ। ଏପଟେ ଶାଶୁ ଶ୍ୱଶୁର ଏପରି ରୋଜଗାରକ୍ଷମ ସୁଗୃହିଣୀ ବୋହୂଟିକୁ ହରାଇବାକୁ ଆଦୌ ଚାହୁଁ ନଥିଲେ। ସେଥିପାଇଁ ନାନା କଥା ଚାତୁର୍ୟରେ ବୁଝାଇବାର ପ୍ରୟାସ ଜାରି ରଖିଥିଲେ। କିନ୍ତୁ କେବଳ ସ୍ୱାମୀଙ୍କ ନିବେଦନ ଓ ଅନେକ ମନ ଭୁଲାଣିଆ ପ୍ରସ୍ତାବରେ, ଯେମିତିକି ଆମେ ଜୀବନକୁ ନୂଆ କରି ଆରମ୍ଭ କରିବା, ପରସ୍ପରକୁ ସମୟ ଦେବା, ସମ୍ମାନ ଦେବା, ତିନି ମା ବାପା, ତା ମା ଓ ଶାଶୁ ଶ୍ୱଶୁର ଅଙ୍କର ଦାୟିତ୍ୱ ମିଳିମିଶି ବୁଝିବା ଇତ୍ୟାଦିରେ ରାଜି ହୋଇ ଶାଶୁଘର ଫେରି ଯାଇଥିଲା ଦିବ୍ୟସା। ପରନ୍ତୁ ସପ୍ତାହେ ନ ବିତୁଣୁ ପରିସ୍ଥିତି ଯଥା ପୂର୍ବଂ ତଥା ପରମ୍। ମା ଅଙ୍କ ପାଖକୁ ଯିବାର ଅନୁମତି ମଧ୍ୟ ନଥିଲା। ସିଧା ସଳଖ ମନା ନ କଲେ ମଧ୍ୟ ନାନା କଥା ଭୁଲାଇ ତାର ବାପଘର ଗସ୍ତକୁ ଏଡ଼ାଇ ଦିଆଯାଉଥିଲା। ସ୍ୱାମୀଙ୍କର ମଧ୍ୟ ଠିକ୍ ପୂର୍ବପରି ବ୍ୟବହାର ଜାରି ଥିଲା। ଶାରୀରିକ ନହେଲେ ବି ମାନସିକ ଭାବେ ନିର୍ଯାତନା ପରି ମନେ ହେଉଥିଲା ତାକୁ। ତଥାପି କେବଳ ମା ଅଙ୍କ କଥା ରଖି ସବୁ ସହି ନେଇ ନିଜ ସଂସାର ସଜାଡ଼ିବାର ପ୍ରୟାସ ଜାରି ରଖିଥିଲା ଦିବ୍ୟସା। କିନ୍ତୁ ତା ପାଇଁ ସବୁକିଛି ଅସହ୍ୟ ହୋଇ ଉଠିଥିଲା ନୂଆବର୍ଷର ସେଇ ରାତିରେ। ଦିନବେଳା ସବୁଦିନ ପରି ନିଜ ଅଫିସରେ ଡ୍ୟୁଟି ବଜାଇ ସନ୍ଧ୍ୟାରେ ଘରର ରୋଷେଇ ଦାୟିତ୍ୱ ତୁଲାଇଥିଲା। ନୂଆବର୍ଷରେ ସମସ୍ତେ ନିଜ ପରିବାର ବନ୍ଧୁ ପରିଜନଙ୍କ ଗହଣରେ ଖୁସି ମନାଉଥିବା ବେଳେ ମା ତା ତାର ଘରେ ସମ୍ପୂର୍ଣ୍ଣ ଏକା ଥିବ। ପୁଣି କିଛିଦିନ ହେବ ତାର ଦେହଟା ବି ଭଲ ନଥିବାରୁ ତା ପାଖରୁ ଯାଇ ଥରେ ବୁଲି ଆସିବାକୁ ଖୁବ୍ ଇଚ୍ଛା ହୋଇଥିଲା ଦିବ୍ୟସାର।
ଶାଶୁଙ୍କୁ ଆସି ଅନୁମତି ମାଗିବା ମାତ୍ରକେ ଶାଶୁ ରୋକଠୋକ ଭାବେ ନା କାହିଁକି ଯିବୁ, କିଛି ଦରକାର ନାହିଁ ବୋଲି ଶୁଣାଇ ଦେଇଥିଲେ। ସ୍ୱାମୀଙ୍କୁ ଆସି ନେହୁରା ହୋଇଥିଲା ଶାଶୁଙ୍କୁ ଟିକେ ରାଜି କରାଇ ଦେବାକୁ, କିନ୍ତୁ ସେ ମଧ୍ୟ କର୍ଣ୍ଣପାତ କରି ନଥିଲେ ତା କାକୁତି ମିନତିରେ। ଭାବୁଥିଲା ବାହରେ ସମାଜ, ତୋର ନିୟମ କାନୁନ, ଯିଏ ଜନ୍ମଦାତ୍ରୀ, ଯାହା ପାଖେ ପ୍ରତିଟି ରକ୍ତ ବିନ୍ଦୁ ପାଇଁ ଋଣୀ, ତାକୁ ଦେଖିବାକୁ ଯିବାକୁ ପୁଣି। ଆଜିର ଅତ୍ୟାଧୁନିକ ଯୁଗରେ ନାରୀକୁ ଅନ୍ୟର ଅନୁମତି ଲୋଡ଼ା। ସ୍ୱାମୀ, ଶାଶୁ, ଶ୍ୱଶୁର ଖୁସି ଗପରେ ମସଗୁଲ ଥିବା ବେଳେ ଦିବ୍ୟସା ସାହସ କରି ଅଧଘଣ୍ଟାରେ ଫେରି ଆସିବ କହି ଆଉଥରେ ଅନୁମତି ନିମନ୍ତେ ଅନୁରୋଧ କଲା। ଏଥର କିନ୍ତୁ ସେମାନେ ମନା କରିଦେବା ସହିତ ତାକୁ ଏବଂ ତା ମା ଅଙ୍କୁ କେତେ ଯେ ଅସମ୍ମାନିତ କରି କଥା ଶୁଣାଇ ଦେଇଗଲେ ତାର ଗଣତି ନଥିଲା। ଯେଉଁଠି ସେମାନେ ନିଜେ କହିବା କଥା ମା ଅସୁସ୍ଥ, ଯା ବୁଲି ଆସିବୁ। କେହି ନହେଲେ ତା ସ୍ୱାମୀ ତ ଅନ୍ତତଃ କହି ପାରିଥାନ୍ତେ ତାଙ୍କର କ'ଣ କିଛି ବି କର୍ତ୍ତବ୍ୟ ନାହିଁ। ସେଇଠି ଓଲଟା ଏପରି ବ୍ୟବହାର। ତା ପର୍ଯ୍ୟନ୍ତ କଥା ଥିଲେ ଚଳିଥାନ୍ତା। ମାଙ୍କ ଅସମ୍ମାନ ସେ କଦାପି ସହ୍ୟ କରିପାରିବନି। ବାସ ବହୁତ ହେଲା ବୋଲି ଆପଣା ଛାଏଁ ଉତ୍ତର ବାହାରି ପଡ଼ିଥିଲା ତା ପାଟିରୁ। ସବୁବେଳେ ଚୁପ୍ ରହୁଥିବା ବୋହୂଟି ମୁହଁରୁ ଉତ୍ତର ଶୁଣି ହତବାକ ହୋଇ ଯାଇଥିଲେ ସେମାନେ। ପରବର୍ତ୍ତୀ ମୁହୂର୍ତ୍ତରେ ମୁଁ ଯାଉଛି ବୋଲି କହିଦେଇ ସେଇ ଘର ପିନ୍ଧା ଲୁଗାରେ ନିଜର ସବୁ କାଗଜପତ୍ର ଥିବା ଭ୍ୟାନିଟି ବ୍ୟାଗ୍ ଆଉ ଜୋତା ହଳକ ଧରି ଘରୁ ବାହାରିଥିଲା ଦିବ୍ୟସା। ପଛରୁ ଖାଲି ସ୍ୱାମୀଙ୍କ କଣ୍ଠରୁ ଶୁଭିଥିଲା ପଦୁଟିଏ, ଆଉ ଫେରିବୁନି। ଦିବ୍ୟସା ଚିତ୍କାର କରି ପଚାରି ଚାଲିଛି ଶୂନ୍ୟତାକୁ। ଝିଅ ଜନ୍ମ କ'ଣ ପାପ? ଝିଅଟିଏ ମା ବାପାଙ୍କର ଦାୟିତ୍ୱ ବୁଝିବାର ଇଚ୍ଛା ରଖିବା କ'ଣ ଭୁଲ? ମା କୁ ଥରେ ଦେଖିବାକୁ ଇଚ୍ଛା କରିବା କ'ଣ ଏତେ ବଡ଼ ଭୁଲ? ସେ ଯଦି ମାର ଝିଅ ନ ହୋଇ ପୁଅଟିଏ ହୋଇଥାନ୍ତା, ଏ ପରିସ୍ଥିତି ହୁଏତ କେବେ ବି ଆସି ନଥାନ୍ତା। ଯଦି ଝିଅ ଜନ୍ମ ପାପ, ତାର ସୃଷ୍ଟି ହିଁ କାହିଁକି କଲ ଭଗବାନ? କାହିଁକି ସମସ୍ତଙ୍କ ମନରେ ପୁଅଟିଏ ପାଇବାର ଆକାଂକ୍ଷା ଥାଏ? କାହିଁକି ଆଶୀର୍ବାଦ ଦେଲା ବେଳେ ସମସ୍ତେ ପୁତ୍ରବତୀ ହୁଅ ବୋଲି କୁହନ୍ତି? କାହିଁକି ଝିଅଟିଏ ଜନ୍ମ ହୋଇଗଲେ ଯେତେ ସମ୍ଭ୍ରାନ୍ତ ପରିବାର ହେଲେ ମଧ୍ୟ କୋଉ ଅନ୍ତର୍ନିହିତ କୋଣରେ ଲୁଚାଇ ମନକୁ ଟିକେ ସୁଖାଇ ଦିଅନ୍ତି? ସଦ୍ୟ ଜନ୍ମିତ ହେଉ ଅବା ବଢ଼ି ଯାଇଥାଉ, ସବୁବେଳେ ଝିଅଟିଏ ହିଁ କାହିଁକି କୋଉ ଆବର୍ଜନା ଭିତରୁ, କୋଉ ଜଙ୍ଗଲରୁ ତ ପୁଣି କୋଉ ରାସ୍ତା କଡ଼ରୁ ଉଦ୍ଧାର ହୁଏ? କାହିଁକି ଖାଲି କାଗଜ କଲମରେ ନାରୀକୁ ଶ୍ରେଷ୍ଠ ନ କରି, ସର୍ବଂସହା ନ କହି, ସାଧାରଣ ଭାବେ ବଞ୍ଚିବାକୁ ଦିଆ ଯାଉନାହିଁ କାହିଁକି? କାହିଁକି? ଚିତ୍କାର କରି ପଚାରି ଚାଲିଛି ଶୂନ୍ୟତାକୁ, ଅନ୍ଧାରକୁ, ସମାଜ, ଦୁନିଆ ଓ ଈଶ୍ୱରଙ୍କୁ। ଆଜି ତାର ପ୍ରଶ୍ନରେ ସମସ୍ତେ ନିରୁତ୍ତର, କିନ୍ତୁ ତା ଉତ୍ତର ସେ ନିଜେ ଖୋଜି ପାଇଛି। ପ୍ରାପ୍ତ ବୟସରେ ପୁଅ ହିଁ ମା ବାପାଙ୍କୁ ପାଖରେ ରଖିବାର, ଦାୟିତ୍ୱ ବୁଝିବାର ନିୟମ, ଅଧିକାର ଓ ସେଇ ମୋହ ଟିକକ ପାଇଁ ତ ପୁଅ ଜନ୍ମ ଶ୍ରେଷ୍ଠ, ଏବଂ ସମାଜ ସେଇ ସମାନ ଅଧିକାର ଝିଅଠୁ ଛଡ଼ାଇ ନେଇଥିବାରୁ ଝିଅ ଅଲୋଡ଼ା। ସେଇଥିପାଇଁ ତ ପୁରୁଷପଣିଆରେ ମସ୍ତ ହୋଇ ପୁରୁଷ ନାରୀକୁ ନିଜ ଅଧୀନ କରି ଚାଲିଛି। ଯଦି ଏଇଟା ହିଁ ନାରୀ ପୁରୁଷ ଭେଦଭାବର କାରଣ, ତାହେଲେ ସେ ଦୂର କରିବ ଏ ଭେଦଭାବ, ଏ ନିଜମ। କିଛି ସମୟ ଅନ୍ତରାଳେ ୱେଲକମ୍ କହି ବାଜି ଉଠେ ମା ଅଙ୍କ ଘରର କଲିଂ ବେଲ୍। ଏତେ ରାତିରେ କିଏ ବୋଲି ଭାବି ଅଧା ଖୋଲା କବାଟରୁ ଦୁଆର ମୁହଁରେ ଏ ଅବସ୍ଥାରେ ଦିବ୍ୟସାକୁ ଦେଖି ପ୍ରଶ୍ନ ଘେରା ହୋଇ ପଡ଼ନ୍ତି ମା।